ଗାଈଟିଏ ଯେତେବେଳେ ବସ୍ତାଟିଏକୁ ଜନ୍ମ ଦିଏ ସେତେବେଳେ ଗାଈ ପ୍ରଥମେ ତାକୁ ଶୁଙ୍ଗେ, ଶୁଙ୍ଗିକି ଗାଈ ଜାଣିଦିଏ ଛୁଆ ଦେହରେ ଚେତନା ଅଛି କି ନାହିଁ। ଯଦି ଗାଈ ଜାଣେ ଛୁଆ ଦେହରେ ଚେତନା ଅଛି ବୋଲି ତାକୁ ଚାଟିକି ସଫା କରେ ଏବଂ ଗାଈର ଚାରି ପୟୋଧରରୁ ସ୍ୱତଃ ପ୍ରବୃତ୍ତ ଭାବରେ ଦୁଗ୍ଧ ନିର୍ଗତ ହୁଏ ଏବଂ ବାଛୁରୀଟିର ପାଳନ ପୋଷଣ ହୋଇଯାଏ। କିନ୍ତୁ ଦୈବାତ ଯଦି ମୃତ ବସ୍ତାଟିଏ ଜନ୍ମ ନିଏ ତେବେ ଗାଈ ତାକୁ ଶୁଙ୍ଗିକି ଜାଣିଦିଏ ଛୁଆଟି ମରିଯାଇଛି ବୋଲି ଏବଂ ସେ ଛୁଆଟିକି ସେଇଠି ଛାଡ଼ିଦିଏ ଏବଂ ତାର ପୟୋଧରରୁ ଦୁଗ୍ଧମାନ ଶୁଷ୍କ ହୋଇଯାଆନ୍ତି, କ୍ଷୀର ସବୁ ଶୁଖିଯାଆନ୍ତି। ତ ଭଗବାନ ଠିକ୍ ସେଇଭଳିଆ ସବୁ ଭକ୍ତଙ୍କୁ ବାତ୍ସଲ୍ୟତା ପ୍ରଦାନ କରନ୍ତି, କିନ୍ତୁ ପ୍ରଥମେ ଆମେ ଜାଣିବା ଦରକାର କି ଆମେ ବଞ୍ଚିଛେ କି ମରିଛେ। ତେଣୁ ଗୋସ୍ୱାମୀ ତୁଳସୀ ଦାସ ମାନସରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି କି ବ୍ୟକ୍ତିର ମୃତ୍ୟୁ କିପରି ହୁଏ। ଜଣେ ଯଦି ଜନ୍ମ ହୋଇକି ତା ଶରୀରରୁ ତାର ଆତ୍ମା ପଳେଇଲା ତାକୁ ତ ମୃତ ବୋଲି କୁହାଯାଏ, ମାତ୍ର ସଂସାରରେ 14 ପ୍ରକାର ପ୍ରାଣୀ ଅଛନ୍ତି ଯେଉଁମାନଙ୍କୁ ଜୀବିତ ମୃତ ବୋଲି କୁହାଯାଏ। ତ 14 ପ୍ରକାର ଅବଗୁଣ ଯଦି ଶରୀର ଭିତରେ ଅଛି ସେ ପ୍ରାଣୀ ଜୀବିତ ମୃତରେ ଗଲା ତ ଭଗବାନଙ୍କର ଅନୁକମ୍ପା ତା ଉପରେ ରହିବ ନାହିଁ। ତ କ'ଣ କ'ଣ ସେ 14 ପ୍ରକାର ଗୁଣ ନା କୌଲ କାମ ବଶ କୃପିଣ ବିମୂଢ଼ା ଅତି ଦରିଦ୍ର ଅଜସୀ ଅତି ବୁଢ଼ା ସଦା ରୋଗ ବଶ ସନ୍ତତ କ୍ରୋଧୀ ବିଷ୍ଣୁ ବିମୁଖ ଶ୍ରୁତି ସନ୍ତ ବିରୋଧୀ ତନ ପୋଷକ ନିନ୍ଦକ ଅଘ ଖାନି ଜୀବିତ ଶବ ସମ 14 ପ୍ରାଣୀ। ତ ପ୍ରଥମେ ହେଲା କୌଲ। କୌଲ ମାନେ ହେଉଛି ବାମମାର୍ଗୀ, ଯେଉଁମାନେ ଯାଦୁ ଟୋଣା ଗୁଣି ଗାରେଡ଼ି ଏବଂ ସଂସାରରୁ ଓଲଟା ଗଲେ ସେମାନେ ଜୀବିତ ମୃତ କୌଲ। ଦ୍ୱିତୀୟରେ ହେଲେ କାମବଶ। କାମବଶ ବୋଲେ କ'ଣ ନା ଯେ ସଦାସର୍ବଦା କାମ ପିଆରି ରହିଲା ସିଏ ବି ଜୀବିତ ମୃତ। କୃପିଣ, ତୃତୀୟରେ ହେଉଛି କୃପିଣ। ତ କୃପିଣ ମାନେ ଯାହା ପାଖରେ ଭଗବାନ ଯାହାକୁ ସବୁ କିଛି ଦେଇଛନ୍ତି କିନ୍ତୁ ଦାନ କରିବାର ଶକ୍ତି ତାକୁ ଦେଇନାହାନ୍ତି, ତ ସେ ବ୍ୟକ୍ତି ବି ଜୀବିତ ମୃତ। ମନୁସ୍ମୃତିରେ ମନୁଜୀ ମହାରାଜ କହୁଛନ୍ତି ଆତ୍ମନାମ ଗୁରୁନାମ ନାମାତି କୃପଣସ୍ୟ ଚ। ଯଦି ଗୋଟିଏ କୃପଣ ବ୍ୟକ୍ତିର ନାମ ପାଟିରେ କିଏ ଧରେ ତାହେଲେ ସେଠି ତାର ପାପ ହୋଇଯାଏ, ତେଣୁ ପ୍ରାୟଶ୍ଚିତ କରିବାକୁ ପଡ଼େ। ତ କୃପିଣ। ବିମୂଢ଼ା, ବିମୂଢ଼ା ମାନେ ଯାହାର ବୁଦ୍ଧି ବିବେକ ବିଜ୍ଞାନ କିଛି ନାହିଁ। ତ ପଞ୍ଚମରେ ହେଉଛି ଅତି ଦରିଦ୍ର। ଅତି ଦରିଦ୍ର ମାନେ ଭଗବାନ ଯାହାକୁ ଧନ ସମ୍ପତ୍ତି ଦେଇନାହାନ୍ତି ତାକୁ ଦରିଦ୍ର ବୋଲି କୁହାଯାଏ ନାହିଁ। ଯେଉଁ ବ୍ୟକ୍ତି ଆତ୍ମସମ୍ମାନ ବିହୀନ ଆତ୍ମସନ୍ତୋଷ ବିହୀନ ତାକୁ ଅତି ଦରିଦ୍ର ବୋଲି କୁହାଯାଏ। ଷଷ୍ଠରେ ଅତି ଦରିଦ୍ର ଅଜସୀ, ସଂସାରରେ ଯାହାର କୌଣସି ଯଶ ନାହିଁ ସେ ବି ଜୀବିତ ମୃତ। ଅତି ଦରିଦ୍ର ଅଜସୀ। ଅତି ବୁଢ଼ା, ଅତି ବୁଢ଼ା ମାନେ ଯାହାକୁ ବାର୍ଦ୍ଧକ୍ୟ ଗ୍ରାସ କରିଛି, ଯେ ବୁଦ୍ଧି ବିବେକ କିଛି ଜାଣିପାରୁନାହିଁ, କେବଳ ପେଚା ଭଳିଆ ଡବ ଡବ କରିକି ଉଣ୍ଡୁଛି, ଭଲ ମନ୍ଦ କ'ଣ ହେଉଛି ସଂସାରରେ ତାକୁ ଜଣାପଡ଼ୁନି, ସେ ବଞ୍ଚିକି ମଧ୍ୟ ମୃତ ସଦୃଶ। ସଦା ରୋଗଗ୍ରସ୍ତ ସନ୍ତତ କ୍ରୋଧୀ, ସଦା ରୋଗଗ୍ରସ୍ତ ଯେଉଁ ବ୍ୟକ୍ତି ସଦା ସର୍ବଦା ଜୀବନରେ ରୋଗରେ ଲିପ୍ତ ରହିଲା ସେ ମଧ୍ୟ ଜୀବିତ ମୃତ। ସନ୍ତତ କ୍ରୋଧୀ, ଯେଉଁ ବ୍ୟକ୍ତି କ୍ଷଣକୁ ଟିକେ ଟିକେ କଥାରେ ରାଗେ, ଛୋଟ ଛୋଟ କଥାରେ ଦିନଯାକ ତାର ରାଗରେ ହିଁ ସମୟ ଅତିବାହିତ ହୋଇଯାଏ, ସେ ମଧ୍ୟ ଜୀବିତ ମୃତ। ବିଷ୍ଣୁ ବିମୁଖ ଶ୍ରୁତି ସନ୍ତ ବିରୋଧୀ, ଯେ ଭଗବାନ ବିଷ୍ଣୁଙ୍କର ବିମୁଖ ହୋଇଯାଏ ଆଉ ଶ୍ରୁତି ଆଉ ସନ୍ଥକୁ ବିରୋଧ କରେ, ଏମାନେ ବି ଜଣେ ଜଣେ ଜୀବିତ ମୃତ। ତନ ପୋଷକ ନିନ୍ଦକ ଅଘ ଖାନି ଜୀବିତ ଶବ ସମ 14 ପ୍ରାଣୀ। ତନ ପୋଷକ ମାନେ ସ୍ୱାର୍ଥବାଦୀ, ଯେଉଁ ବ୍ୟକ୍ତି ସବୁବେଳେ ଚିନ୍ତା କରେ ଆପେ ବଞ୍ଚିଲେ ବୋପାର ନା, ମୁଁ ଖାଇବି ମୁଁ ବଞ୍ଚିବି ଦୁନିଆ ପଛେ ବାସିଯାଉ, ସେ ବି ଜୀବିତ ମୃତ। ତନ ପୋଷକ। ନିନ୍ଦକ ଅଘ ଖାନି, ନିନ୍ଦକ ବୋଲି ଯେଉଁ ବ୍ୟକ୍ତି ସଂସାରରେ ସମସ୍ତଙ୍କର ନିନ୍ଦା କରେ ଏବଂ ଭାବେ ମୁଁ ହେଉଛି ହରିଶ୍ଚନ୍ଦ୍ର, ମୁଁ ଯାହା କରୁଛି ଠିକ୍ କରୁଛି, ବାକି ସଂସାରରେ ଯିଏ ଯେଉଁଟା କରୁଛି ସମସ୍ତଙ୍କର କମି ବାହାର କରେ, ସେ ବି ଗୋଟେ ମୃତ ସଦୃଶ। ଅଘ ଖାନି, ଅଘ ଖାନି ବୋଲେ ପାପର ଭଣ୍ଡାର, ଯେଉଁ ବ୍ୟକ୍ତି ଜୀବନ ଯାକ ପାପ ଛଡ଼ା ପୁଣ୍ୟ କେବେ କରିନାହିଁ। ତ ସଂସାରରେ ଏଇ 14 ପ୍ରକାର ପ୍ରାଣୀ ହେଉଛନ୍ତି ମୃତ ସଦୃଶ। ଯଦି ଆପଣମାନଙ୍କ ପାଖରେ ଏଇଭଳିଆ 14 ଗୁଣରୁ ଗୋଟିଏ ଗୁଣ ଅଛି ତୁରନ୍ତ ତାକୁ ଚେଞ୍ଜ କରନ୍ତୁ, ନହେଲେ ଭଗବାନଙ୍କର କୃପା କଟାକ୍ଷ ପାଇବାଟା ବହୁତ କଷ୍ଟକର। ଜୟ ଜଗନ୍ନାଥ।